ମଝିରେ ମଝିରେ ପରିବର୍ତ୍ତନ ଜନସାଧାରଣ କରନ୍ତି। 77 ମସିହାରେ କଂଗ୍ରେସର ପତନ ଘଟିଲା, ଜନତା ଦଳ ସୃଷ୍ଟି ହେଲା। ଏମିତି ସୁଅ ଯାହାକୁ ଟିକେଟ ଦିଆଇ ସେ ଜିତିଲା ଇଣ୍ଡିଆ ଯାକ। 480 ଆସିଥିଲା ସେତେବେଳେ। ତାପରେ 80ରେ ଇନ୍ଦିରା ଗାନ୍ଧୀ ଦାୟିତ୍ୱ ନେଲେ, 485। ତାପରେ ଆମ ନବୀନ ବାବୁ 25 ବର୍ଷ କଲେ, ରାଜ୍ୟର ବହୁତ ବିକାଶ କରିଛନ୍ତି। ଏଇନା ଖାଲି ସମସ୍ତେ ପାଣ୍ଡିଆନ ଉପରେ ବ୍ଲେମ କରୁଛନ୍ତି, ଏଗୁଟା ମିଥ୍ୟା। ବରଂ ସେ ଲୋକ ରାଜ୍ୟର ବିକାଶ କରିଛି। ତମେ ସବୁ ୟଙ୍ଗ ଯାହା ଦେଖ, କଟକ ମେଡିକାଲ କଲେଜ ଦେଖ, ଯାଇ ତାଳଦଣ୍ଡା କେନାଲ ଦେଖ, ଦେଖ କଳିଙ୍ଗ ଷ୍ଟାଡିୟମ ଦେଖ, ଆମ ବସ୍ ଷ୍ଟାଣ୍ଡ ବରମୁଣ୍ଡା, ସାରା ରାଜ୍ୟ ରୋଡ ଦେଖ, 5T ଜରିଆରେ ସ୍କୁଲ ଦେଖ, କଲେଜ ଦେଖ, ଡାକ୍ତରଖାନା ଦେଖ। କାମ ହେଇଛି ନା ନାଇଁ? ୟେସ୍ ଆର୍ ନୋ। ଏଇନା ଦଳଟା ହାରି ଯାଇଛି ବୋଲି, ଗଭର୍ଣ୍ଣମେଣ୍ଟଟା ହାରି ଯାଇଛି ବୋଲି ବ୍ଲେମ କରିବା ତାପରେ ଠିକ ନୁହଁ। ସମସ୍ତ ରେସ୍ପନ୍ସିବଲ ଦାୟୀ ସେଥିପାଇଁ। ବେଳେ ବେଳେ ଏମିତି ହାୱା ହୁଏ। ନବୀନ ବାବୁ ଏଠି ମନ୍ମଥ ରାଉତଙ୍କୁ ଟିକେଟ ଦେଇଥିଲେ, ଗୋଟେ ପ୍ରାଇମ ମିନିଷ୍ଟର 4 ଥର ଆସିବେ ପ୍ରଚାର କରିବା ପାଇଁ। 4 ଥର ଭୁବନେଶ୍ୱର। ହେମାମାଳିନୀ ଆଇଲେ, ତମେ ସବୁ ସାମ୍ବାଦିକ ଯାଇଥିଲ। ଆମର ରାଜନାଥ ସିଂ ଆସିଲେ, ତମେ ସାମ୍ବାଦିକ ଯାଇଥିଲ। କୋଟା ଆସିଥିଲେ, ଯାଇଥିଲ। ଏ ଭୁବନେଶ୍ୱରରେ କି ମାଡ଼ କରିଛନ୍ତି, ସେଥିରେ ଯାଇ ଯାଇ କେତେ 37,000 ଭୋଟରେ ଲିଡ୍ କରିଛନ୍ତି ନରେନ୍ଦ୍ର ମୋଦି ମହୋଦୟ। 37,000। ମନ୍ମଥ ପାଇଛି 4,83,000। ଆଉ 17,000 ଭୋଟ ହେଇଥିଲେ ହେଇଥାନ୍ତା। ଦୁଃଖ ନାହିଁ। ୟଙ୍ଗ ସେ କାମ ଆରମ୍ଭ କଲାଣି। ମୁଁ ବି କାମ ଜୋରସୋର ଆରମ୍ଭ କଲାଣି। ଆଜି କାର୍ଡ ବାଣ୍ଟୁଛି ଆପଣ ମାନଙ୍କୁ। ଲିଙ୍ଗରାଜଙ୍କ ବାହାଘର 10 ତାରିଖରେ, ବରଯାତ୍ରୀ ହେବେ, ଚନ୍ଦନ ଉତ୍ସବରେ ଯୋଗ ଦେବେ। 12 ତାରିଖରେ ବିରାଟ ପଟୁଆରରେ ଲିଙ୍ଗରାଜ ପାର୍ବତୀ ବାସୁଦେବଙ୍କୁ ଗୋଟେ ବିରାଟ ପ୍ରଶେସନ କରି ଲିଙ୍ଗରାଜ ମନ୍ଦିରକୁ ଅଣାଯିବ। କାର୍ଯ୍ୟ ଷ୍ଟାର୍ଟ। ହଁ, ଦୁଃଖ କେମିତି ରହିବନି? କାହା ବାପା ରହିବନି? କାହା ବାପା ରହିବନି? ପୁଅ ହାରିଗଲେ। କିନ୍ତୁ ବୋଉ ତାକୁ କହିଛି ପେସେନ୍ସ। ମୁଁ ବହୁବାର ଜିତିଛି, କେବେ ପ୍ରଶାସନ କରିନି। ବହୁବାର ହାରିଛି, ସେଇଦିନ ମୁଁ ଯିବି ଲୋକଙ୍କ ପାଖକୁ। ସେବାକୁ ହାତରେ ରଖି ଚାଲ, ଗଡ ଦେବେ। ବୟସ ଅଛି, ବଡ ବି ରେଡି। ସେ ବି ମୁଁ ତାକୁ ସେୟା କହିଛି, ପେସେନ୍ସ ରଖ, ସେବା ହାତକୁ ନେଇଛ କର, ଲୋକଙ୍କ ସେବା କର, ଗଡ ଦେବେ। ମନୁଷ୍ୟ କଣ? ଆଉ ଏଇ ଯୋଉ ଝୁଲା ସରକାର ଏଇନା ଚାଲିବ ଦିଲ୍ଲୀରେ, ଏଠି ଏଡେ ଜୋରରେ ବିଜେପି ଯାହାକୁ ଦେଲା ଟିକେଟ ଆଇଲେ 20 MP। ଆଉ ୟୁପି ଅବସ୍ଥା କଣ? ତାମିଲନାଡୁ ଅବସ୍ଥା କଣ? ଏଇନା ଦଇଆରେ ଆନ୍ଧ୍ର ନାଇଡୁ, ବିହାର ନୀତିଶ ରେ ସରକାର କରିବେ। କେତେ ନୀତିଶ କୁମାର ଭାରତ ବର୍ଷର ପୃଥିବୀର ଜଣେ ଦଲାଲ। ସେ ଏନଡିଏ ସୃଷ୍ଟି କରିଥିଲା। ସେ କହିଲା ପ୍ରଧାନମନ୍ତ୍ରୀ ମତେ କର, ଏ ନାହିଁ କରିବାକୁ ପଳେଇଲା। ଏଠି ବି ସେଇଆ, ଏଇ ପରିସ୍ଥିତି ଅଛି। କଂଗ୍ରେସ 14, ଇଣ୍ଡିପେଣ୍ଡେଣ୍ଟ 2, ଗୋଟେ କମ୍ୟୁନିଷ୍ଟ। ଏଠି ବି ସର୍ଟ, ସେଇ କୋଆଲିସନ ହବ। ତେଣୁ ଧୈର୍ଯ୍ୟ ଧରି
काम करिया पड़िबो हमर पेशेंस अछि मो पिला बारे सेबाने आउरी स्ट्रांग अछंती लोकों सेवा करिवे काम करिवे फेर जते बळे इलेक्शन हबो पंचायत हबो तांको प्रतिनिधि काढिबे म्युनिसिपालिटी वो काढिबे जते एमएलए हबो एमपी हबो लढिबे जे असुविधा नाही। ଯେପରି ମୁଖ୍ୟମନ୍ତ୍ରୀ ମମତା ବାବୁ ହାରିଗଲେ କିନ୍ତୁ ଲୋକସେବା ଜାରି ରହିବ। एकदम से आज आरंभ कर सारानी आज सकाळू आरंभ कर सारानी ଆଜ୍ଞା, ଗୋଟେ ପ୍ରଶ୍ନ प्रोग्राम କରିବି। गलानी ଆପଣ ମୋଦିଙ୍କର 4 ଥର ଓଡ଼ିଶା ଗସ୍ତ କଥା କହୁଥିଲେ। ବିଜେପି ସବୁବେଳେ ଦେଖା ଦେଇଛି ଯେତେବେଳେ ସେଟା ୱାର ମେସିନ୍ ହିସାବରେ ସେମାନେ ନିଜକୁ ପ୍ରିପେୟାର କରନ୍ତି, ଛୋଟରୁ ବଡ଼ ଯାଏ ସମସ୍ତେ ମିଶି ଯାଆନ୍ତି। କିନ୍ତୁ ଯଦି ଆମେ ବିଜେଡି କଥା ଦେଖିବା, ଆମର ପ୍ରାର୍ଥୀ ଚୟନ ଆଉ ଟିକେଟ ବଣ୍ଟନରେ ଟିକେ ଲେଟ୍ ହେଇନି। नहीं लेट ହେଇନି आंकर मु तो बीजेडी लोक नुह मु जेतिकी आंक साथे काम कली आंक एमएलए माने एमपी पे काम कले से तांको पे कले